ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ ଆପଣମାନଙ୍କୁ ପ୍ରତ୍ୟେକଙ୍କ ଆନ୍ତରିକ ନମସ୍କାର। ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ ଜର୍ଦ୍ଦନ ନଦୀ ଦେଖାଇବି। ପ୍ରିୟ ବନ୍ଧୁଗଣ, ଗୋଟିଏ କଥା ଦୁଃଖର ସହିତ କହିବାକୁ ପଡ଼ୁଅଛି ଯେ ଏହି ଜର୍ଦ୍ଦନ ନଦୀର ଭିଡ଼ିଓ ପୂର୍ବରୁ ମୁଁ ମଧ୍ୟ ଅପଲୋଡ଼ କରିଥିଲି, କିନ୍ତୁ କପିରାଇଟ୍ କାରଣରୁ ସେ ଭିଡ଼ିଓକୁ ଡିଲିଟ୍ କରିବାକୁ ପଡ଼ିଲା। ସେଥିପାଇଁ ଆଉ ଥରେ ମୁଁ ଏହି ଭିଡ଼ିଓ ନେଇକି ଆସିଛି। ଆଉ ଯେଉଁମାନେ ବିଶେଷ କରି ଜର୍ଦ୍ଦନ ନଦୀ ଦେଖିନାହାନ୍ତି ଆଉ ସେମାନେ ଯେପରି ଦେଖିବାକୁ ପାରିବେ, ଆଉ ଯେଉଁମାନେ ଆପଣମାନଙ୍କ ମଧ୍ୟରେ ଇଚ୍ଛା ପ୍ରକାଶ କରୁଛନ୍ତି କି ଆମେମାନେ ଆଉ ଥରେ ଜର୍ଦ୍ଦନ ନଦୀ ଆମେମାନେ ଦେଖିବୁ, ସେମାନଙ୍କ ନିମନ୍ତେ ମଧ୍ୟ। ତେଣୁ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ଜର୍ଦ୍ଦନ ନଦୀ। ଇଏ ହେଉଛି ସେଇ ଜର୍ଦ୍ଦନ ନଦୀ ଯେଉଁ ନଦୀରେ ପ୍ରଭୁ ଯୀଶୁଖ୍ରୀଷ୍ଟ ବାପ୍ତିସ୍ମ ଗ୍ରହଣ କରିଥିଲେ। ଯୋହନ ଡୁବକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବାପ୍ତିସ୍ମ ଦେଇଥିଲେ। ଇଏ ହେଉଛି ସେଇ ଜର୍ଦ୍ଦନ ନଦୀ। ଆଜି ଏମିତି ତାର ଦୃଶ୍ୟ ଦେଖାଯାଉଛି। ଯଦି ଆମେ ମ୍ୟାପ୍କୁ ଦେଖିବା, ତେବେ ଦେଖନ୍ତୁ ଇସ୍ରାଏଲ ପାଖରେ ଜର୍ଦ୍ଦନ ଅଛି। ଯଦି ଆହୁରି ଭଲକି ଦେଖିବା, ଡାମାସ୍କସ୍ ଅଛି, ଲିବାନନ ଅଛି, ତାପରେ ମାଉଣ୍ଟ ହର୍ମନ ଅଛି। ଯଦି ଆହୁରି ଆମେ ଦେଖିବା ମ୍ୟାପ୍ରେ ବହୁତ କିଛି ବିଷୟ ଦେଖିବାକୁ ପଡ଼ିବ। ଟାଇବେରିୟସ୍ ଅଛି, ଏପରି ବହୁତ କିଛି, ନାଜରିତ ମଧ୍ୟ ଅଛି। ତେବେ ଏ ସମସ୍ତ ବିଷୟ ଆଖପାଖ ଅଞ୍ଚଳରେ ଅଛି। ତେଲ ଆବିବ ମଧ୍ୟ ଅଛି। ତେବେ ପ୍ରିୟ ବନ୍ଧୁଗଣ, ଏଇ ଯେଉଁ ଜର୍ଦ୍ଦନ ନଦୀ ଆଜି ମଧ୍ୟ ରହିଅଛି। ଇଏ ହେଉଛି ଐତିହାସିକ ସ୍ଥାନ। ବାଇବେଲରେ ଯେତେ ସବୁ ଐତିହାସିକ ସ୍ଥାନ ତା ମଧ୍ୟରେ ଗୋଟିଏ, ଏବଂ ଇଏ ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଜାଗା, ମହତ୍ତ୍ୱପୂର୍ଣ୍ଣ ଜାଗା ଅଟେ। ଏ ଜାଗା କାହିଁକି ମହତ୍ତ୍ୱପୂର୍ଣ୍ଣ, କାହିଁକି ଗୁରୁତ୍ୱପୂର୍ଣ୍ଣ? କାହିଁକି ପ୍ରିୟ ବନ୍ଧୁଗଣ, ଏହି ନଦୀରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତର ତ୍ରାଣକର୍ତ୍ତା ନିଜ ବାପ୍ତିସ୍ମ ଗ୍ରହଣ କରିଥିଲେ ଯୋହନ ଡୁବକଙ୍କ ହାତରେ। ସେଥି ନିମନ୍ତେ ଏହି ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ପ୍ରିୟ ବନ୍ଧୁଗଣ, ଦେଖନ୍ତୁ ଆଜି କିପରି ଅନେକ ଲୋକମାନେ ଏଠାକୁ ଆସନ୍ତି ଦେଖିବା ପାଇଁ, ଆଉ ଅନେକ ଲୋକ ମଧ୍ୟ ଏଠାରେ ବାପ୍ତିସ୍ମ ମଧ୍ୟ ଗ୍ରହଣ କରନ୍ତି। ଅନେକ ବାପ୍ତିସ୍ମ ନେଇଯାଇଛନ୍ତି, ନେଇସାରିଛନ୍ତି ଏହି ଜାଗାରେ। ଆଉ ପ୍ରାୟତଃ ଆସନ୍ତି, ବିଭିନ୍ନ ଦେଶରୁ ଲୋକମାନେ ଆସନ୍ତି ଏ ଜାଗାକୁ, ଆସନ୍ତି, ସେମାନେ ବାପ୍ତିସ୍ମ ମଧ୍ୟ ଗ୍ରହଣ କରନ୍ତି ସେମାନଙ୍କ ମଧ୍ୟରୁ। ତେବେ ଇଏ ହେଉଛି ଜର୍ଦ୍ଦନ ନଦୀର ପରିସର। ଇଏ ଏମିତି କିଛି ଦେଖାଯାଏ। ଆଉ ଯଦି ଆପଣ ପୂର୍ବରୁ କେବେ ଯାଇଛନ୍ତି, ତେବେ ମୋତେ ଜଣାନ୍ତୁ, ଆଉ ମୁଁ ମଧ୍ୟ ଖୁସି ହେବି। ଯେହେତୁ ଏହିପରି ଏକ ପବିତ୍ର ସ୍ଥାନକୁ ଆପଣ ଯାଇକି ଆସିଛନ୍ତି, ସେଥିରେ ମୋତେ ମଧ୍ୟ ଆନନ୍ଦ ଲାଗିବ। ତେବେ ପ୍ରିୟ ବନ୍ଧୁଗଣ, ଏହି ଜର୍ଦ୍ଦନ ନଦୀ ବିଷୟରେ ନୂତନ ନିୟମରେ ତ ଲେଖା ଅଛି, ଠିକ୍ ଅଛି। ଆଉ ଏ ନଦୀ ବିଷୟରେ ପୁରାତନ ନିୟମରେ ମଧ୍ୟ ଲେଖା ଅଛି। ତେବେ ଏଠାରେ ଏମିତି କିଛି ଆମେ ଦେଖିବାକୁ ପାଉ। ଏଠି ଦେଖନ୍ତୁ ଲେଖା ଅଛି, ୱେଲକମ୍ ଟୁ ୟାର୍ଦେନି ଦ ବାପ୍ତିସ୍ମାଲ ସାଇଡ୍ ଅନ୍ ଦ ଜୋର୍ଡାନ ରିଭର। ଆଉ ବାପ୍ତିସ୍ମ ସ୍ଥାନକୁ ଆପଣଙ୍କୁ ସ୍ୱାଗତ କରାହେଉଛି। ଏଠି ପ୍ରତ୍ୟେକଙ୍କୁ ସ୍ୱାଗତ। ଏଠି ଆସିବା ପାଇଁ କାହାକୁ ମନା ନାହିଁ, ଦେଖିବା ପାଇଁ କାହାକୁ ମଧ୍ୟ ମନା ନାହିଁ। ସମସ୍ତଙ୍କୁ ଆନନ୍ଦରେ ସ୍ୱାଗତ କରାହେଉଛି। ଆଉ ଏଇ ଭିଡ଼ିଓରେ ଏଇ ଗୋଟିଏ ବିଷୟ ମୁଁ ଆଡ଼୍ କରିନଥିଲି, ଯାହାକି ପୂର୍ବ ଭିଡ଼ିଓରେ ମୁଁ ଆଡ଼୍ କରିନଥିଲି। ଏଠାରେ ଏକ ସପିଂ ମଲ୍ ମଧ୍ୟ ଅଛି। ଆପଣ ଏହି ସ୍ଥାନରେ ସପିଂ କରିପାରିବେ। ବିଭିନ୍ନ ଜିନିଷ ଏଠାରେ ଅଛି, ଆପଣ କିଣିପାରିବେ। ଦେଖନ୍ତୁ ବନ୍ଧୁଗଣ, କେତେ ସୁନ୍ଦର ଶୋରୁମ୍ ଟାଇପ୍ର ଅଛି। ଆଉ ଏଠାରେ ଦେଖନ୍ତୁ ସପ୍ତ ଦୀପ ବୃକ୍ଷ ଭଳି ଗୋଟିଏ ଷ୍ଟାଣ୍ଡ ରଖାହେଇଛି, ଯାହାକି ପ୍ରକାଶିତ ବାକ୍ୟରେ ମଧ୍ୟ ଏହି ବିଷୟରେ ବର୍ଣ୍ଣନା କରାଯାଏ। ଆଉ ଏଠାରେ ଏକ ପେଣ୍ଟିଂ ମଧ୍ୟ ଅଛି, ଯାହାକି ଆପଣ ଦେଖିପାରୁଥିବେ। এই ପେଣ୍ଟିଂକୁ ଏମିତି ରଖାହେଇଛି। ଆଉ କ'ଣ ଅଛି ଏଇ ଜାଗାରେ, ଚାଲନ୍ତୁ ଆମେମାନେ ଦେଖିବା। ପ୍ରିୟ ବନ୍ଧୁଗଣ, ଏଇ ଜାଗାରେ ଆଉ ଗୋଟେ ପେଣ୍ଟିଂ ଦେଖନ୍ତୁ। ଏଇ ଯେଉଁ ପେଣ୍ଟିଂ ଅଛି, ଇଏ ହେଉଛି
ଯୋହନ ରୂପକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବାପ୍ତିସ୍ମ ଦେବାର ଏକ ଚିତ୍ର ବା ଡ୍ରଇଂ, ଏକ ପେଣ୍ଟିଂ ରଖାହେଇଛି, ଯେପରିକି ଜଣେ ସ୍ମରଣ କରିବ ଯେ ଏହି ନଦୀର ବିଶେଷତ୍ୱ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ ବାପ୍ତିସ୍ମ ଗ୍ରହଣ କରିଥିଲେ, ଜଗତର ଉଦ୍ଧାରକର୍ତ୍ତା, ଜଗତର ତ୍ରାଣକର୍ତ୍ତା। ଏଠାରେ ଏକ ସ୍କ୍ରୋଲ୍ ଅଛି, ଆଉ ଯେଉଁଠି ବାଇବେଲର ବାକ୍ୟ ଗୁଡ଼ିକ ଏଠାରେ ଲିଖିତ ଆକାରରେ ରଖାଯାଇଛି। ବର୍ତ୍ତମାନ ତ ଆମ ପାଖରେ ବାଇବେଲ ଅଛି, କିନ୍ତୁ ଇଏ ହେଉଛି ବହୁତ ପୁରାତନ। ତାହା ଏଠାରେ ରଖାଯାଇଛି। ଦେଖନ୍ତୁ ବନ୍ଧୁଗଣ, ଆଉ ଅନେକ ବିଷୟ ଅଛି। ସପ୍ତଦ୍ୱୀପ ବୃକ୍ଷ, ଆଉ ଇଏ ହେଉଛି ଜର୍ଦାନ ନଦୀ। ଦୂରରୁ ଦେଖିଲେ ଏମିତି ସୁନ୍ଦର ଦେଖାଯାଏ, ଏମିତି କିଛି ଦେଖାଯାଏ। ଆଉ ଏଇ ଜର୍ଦାନ ନଦୀର ପାଣି ଆଗ ଭଳି ଆଉ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମୟରେ ଯେମିତି ଥିଲା, ଆଉ ଟିକେ କମିଯାଇଛି। ଆଉ ଜର୍ଦାନ ନଦୀ ଉପରକୁ ଆସିଲେ ଏମିତି ଦେଖାଯାଏ। ତେବେ ଜର୍ଦାନ ନଦୀ ବିଷୟରେ କେଉଁଠି କେଉଁଠି ଲେଖା ଅଛି ଆଦି ପୁସ୍ତକ ତାର 32 ପର୍ବର 10 ପଦ, ତୁମେ ଏହି ଦାସ ପ୍ରତି ଯେ ସମସ୍ତ ଦୟା ଓ ଯେ ସମସ୍ତ ବିଶ୍ୱସ୍ତତା ପ୍ରକାଶ କରିଅଛ, ମୁଁ ତହିଁର କିଞ୍ଚିତ ହିଁ ପାଇବାର ଯୋଗ୍ୟ ନୁହେଁ, ଯେହେତୁ ମୁଁ ନିଜର ଯଷ୍ଟି ମାତ୍ର ଘେନି ଏହି ଜର୍ଦାନ ପାର ହୋଇଥିଲି, ମାତ୍ର ଏବେ ମୁଁ 2 ଦଳ ହୋଇଅଛି। ତେବେ ପ୍ରିୟ ବନ୍ଧୁଗଣ, ଏହି ଜର୍ଦାନ ନଦୀ ବିଷୟରେ କେବଳ ନୂତନ ନିୟମରେ ନୁହେଁ, ପୁରାତନ ନିୟମର ମଧ୍ୟ ଏ ଜର୍ଦାନ ନଦୀ ବିଷୟରେ ଲେଖା ଅଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏହି ଜର୍ଦାନ ନଦୀ ଦେଖନ୍ତୁ କେମିତି ବାଉଣ୍ଡରୀ କରାହେଇଛି। ଏଇଟା ହେଉଛି ବାପ୍ତିସ୍ମ ନେବାର ସାଇଡ୍। ଆଉ ଦ୍ୱିତୀୟରେ ହେଉଛି ଜିହୋଶୁଆ 3 ପର୍ବର ତାର 1 ପଦ। ଏଠି ମଧ୍ୟ ଜର୍ଦାନ ନଦୀ ବିଷୟରେ ଲେଖା ଅଛି। ଅନନ୍ତର ଜିହୋଶୁଆ ଅତି ପ୍ରଭାତରେ ଉଠିଲେ, ପୁଣି ସେ ଓ ଇସ୍ରାଏଲର ସମସ୍ତ ସନ୍ତାନ ସିକିମରୁ ଯାତ୍ରା କରି ଜର୍ଦାନରେ ଉପସ୍ଥିତ ହେଲେ, ମାତ୍ର ସେମାନେ ପାର ହେବା ପୂର୍ବେ ସେଠାରେ ବସା କଲେ। ଜିହୋଶୁଆ 3 ପର୍ବର 1 ପଦ। ସେହି ସମୟରେ ଏମିତି ଯାଜକମାନେ ନିୟମ ସିନ୍ଦୁକ ବହନ କରୁଥିଲେ, କାରଣ ଏହି ସ୍ଥାନରେ ପରମେଶ୍ୱରଙ୍କର ଉପସ୍ଥିତି ସେହି ସମୟରେ ରହୁଥିଲା। ତେବେ ଏସବୁ ବିଷୟ କେତେବେଳେ ମନେ ପଡ଼େ? ଯେତେବେଳେ ଆମେ ଜର୍ଦାନ ନଦୀକୁ ଦେଖୁ, ସେତେବେଳେ ଏହି ସମସ୍ତ ବିଷୟ ମନେ ପଡ଼େ। ଦେଖନ୍ତୁ ବନ୍ଧୁଗଣ, ଇଏ ହେଉଛି ଜର୍ଦାନ ନଦୀ। ତେବେ ଆଗକାଳରେ ଏପରି ଯାଜକ ଓ ମହାଯାଜକମାନେ କାମ କରୁଥିଲେ ପରମେଶ୍ୱରଙ୍କ ନିମନ୍ତେ। ଆଉ 3 ନମ୍ବର ଅଛି ଦ୍ୱିତୀୟ ରାଜାବଳୀ 2 ପର୍ବର 6 ପଦ। ଏଠାରେ ଲେଖାଯାଏ, ଏ ଉତ୍ତାରେ ଏଲିୟା ତାଙ୍କୁ କହିଲେ, ମୁଁ ବିନୟ କରୁଅଛି, ଏଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଜର୍ଦାନକୁ ପଠାଇ ଅଛନ୍ତି। ତେଣୁ ସେ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ। ସେଥିରେ ସେ ଦୁହେଁ ଅଗ୍ରସର ହେଲେ। ଦେଖନ୍ତୁ ବନ୍ଧୁଗଣ, ଏଠି ମଧ୍ୟ ପୁରାତନ ନିୟମରେ ଦ୍ୱିତୀୟ ରାଜାବଳୀ 2 ପର୍ବର 6 ପଦରେ ଲେଖା ଅଛି ଜର୍ଦାନ ନଦୀ ବିଷୟରେ। ଆଉ ଏଲିୟା ଯେତେବେଳେ ଇଲିଶାଙ୍କ ସହିତ ଗଲେ, ଜର୍ଦାନ ନଦୀ 2 ଭାଗ ହୋଇଯାଇଥିଲା। ତାପରେ ପରେ ଏଲିୟା ସ୍ୱର୍ଗକୁ ଗମନ କରିଥିଲେ, ଅଗ୍ନିମୟ ରଥ ଏବଂ ଅଶ୍ଵ ସହିତ। ତେବେ ଏଇ ଯେଉଁ ଫଟୋ ଦେଖୁଛନ୍ତି ଆପଣ, ନାମାନର ଏକ ଚିତ୍ର ଅଛି। ଦ୍ୱିତୀୟ ରାଜାବଳୀ 6 ପର୍ବର ତାର 2 ପଦରେ ମଧ୍ୟ ଆମେ ଦେଖୁ, ଆମେମାନେ ବିନୟ କରୁଅଛୁ, ଆମେମାନେ ଜର୍ଦାନକୁ ଯାଇ ପ୍ରତିଜଣ ସେଠାରୁ ଏକ କଡ଼ି କାଠ ନେଇ ଆପଣମାନଙ୍କ ବସତି ନିମନ୍ତେ ସେଠାରେ ଏକ ସ୍ଥାନ ନିର୍ମାଣ କରୁ। ସେଠାରେ ସେ ଉତ୍ତର ଦେଲେ, ତୁମେମାନେ ଯାଅ। ଦ୍ୱିତୀୟ ରାଜାବଳୀ 6 ପର୍ବର 2 ପଦରେ ମଧ୍ୟ ଆମେମାନେ ଏହି ଜର୍ଦାନ ନଦୀ ବିଷୟରେ ଆମେମାନେ ଦେଖୁ।
ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ ପଞ୍ଚମରେ ଆମେ ଦେଖିବା ସେ ଦ୍ୱିତୀୟ ରାଜବଳୀ 5 ପର୍ବର 10 ପଦ। ତେଣୁ ଇଲିଶା ଏକ ଦୂତ ପଠାଇ ତାଙ୍କୁ କହିଲେ, ତୁମେ ଯାଇ ଜର୍ଦ୍ଦନରେ 7 ଥର ସ୍ନାନ କର, ତହିଁରେ ତୁମର ନୂତନ ମାଂସ ହେବ ଓ ତୁମେ ଶୁଚି ହେବ। ଏଟା ନାମାନ ବିଷୟରେ ଲେଖା ଅଛି। ଆଉ ନାମାନ ତା ଦେହରେ କୁଷ୍ଠରୋଗ ହେଇଥିଲା। ଆଉ ସେ ଯେତେବେଳେ ଇଲିଶାଙ୍କ କଥା ମାନି ଯେତେବେଳେ ଜର୍ଦ୍ଦନରେ 7 ଥର ଡୁବକି ମାରିଲା, ତାର ସବୁ ରୋଗ ଭଲ ହେଇଗଲା। ଏହା ମଧ୍ୟ ଆପଣ ବାଇବେଲରେ ପାଇପାରିବେ। ଆପଣ ଏକଥା ଭଲ ଭାବରେ ଜାଣନ୍ତି। ତେବେ ଆଜି ଜର୍ଦ୍ଦନ ନଦୀ କିପରି? ଆଜିର ଜର୍ଦ୍ଦନ ନଦୀ ଏହିପରି ଅଟେ। ତେବେ ମାଥିଉ 3 ପର୍ବର 1-7 ମଧ୍ୟ ଆମେ ଦେଖୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ବାପ୍ତିସ୍ମ ଗ୍ରହଣ କଲେ। ଆଉ ସେହି ସମୟରେ ଯୁବକ ଜହନ ମନ ପରିବର୍ତ୍ତନର ବାକ୍ୟ ପ୍ରଚାର କରି ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଥିଲେ। ଆଉ ସେହି ସମୟରେ ଦେଖନ୍ତୁ ଇଏ ହେଉଛି ସେଇ ନଦୀ ଯେଉଁ ନଦୀରେ ଜୋହନ ଯୁବକ ବାପ୍ତିସ୍ମ ଦେଉଥିଲେ। ଆଉ ଯଦି ଆମେମାନେ ଦେଖିବା ତେବେ ଦେଖନ୍ତୁ ବନ୍ଧୁଗଣ, ଦୂରରୁ ଏଇଭଳି ଦେଖାଯାଏ। ଜର୍ଦ୍ଦନ ନଦୀ ଉପରୁ ଏମିତି ଦେଖାଯାଏ। ତାର ଦୃଶ୍ୟ କିଛି ଏଇଭଳି ଅଟେ। ଆଉ ଯଦି ଆମେ ଯୀଶୁଙ୍କ ଜୀବନକୁ ଦେଖିବା, ଯୀଶୁ ମଧ୍ୟ ଏଇ ନଦୀକୁ ଆସିଲେ ଜୋହନ ଯୁବକଙ୍କୁ କହିଲେ, ତୁମେ ମୋତେ ବାପ୍ତିସ୍ମ ଦିଅ। ଆଉ ଜୋହନ ଯୁବକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜଳରେ ବାପ୍ତିସ୍ମ ଦେଲେ। ତାହା ହେଉଛି ଏଇ ନଦୀ। ସେତେବେଳେ ଆକାଶରୁ ପବିତ୍ର ଆତ୍ମା କପୋତ ରୂପ ଧରି ଅବତରଣ କରିଥିଲେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆମେମାନେ ଉଭୟ ପୁରାତନ ନିୟମ ଏବଂ ନୂତନ ନିୟମ ଉଭୟରେ ଆମେମାନେ ଜର୍ଦ୍ଦନ ନଦୀ ବିଷୟରେ ଆମେମାନେ ଦେଖୁ। ଇଏ ହେଉଛି ଇସ୍ରାଏଲ ଦେଶର ଏକ ରେଷ୍ଟୁରାଣ୍ଟ। ଇସ୍ରାଏଲ ଦେଶର ଫ୍ଲାଗ ମଧ୍ୟ ଗୋଟେ ଅଛି, ପତାକା, ଯାହାକି ଆପଣ ଦେଖିପାରୁଥିବେ ସ୍କ୍ରିନ୍ରେ ଅଛି। ତେବେ ଏଇ ଜର୍ଦ୍ଦନ ନଦୀର ଆଖପାଖରେ ବହୁତ କିଛି ବିଷୟ ଅଛି, ଯେପରିକି ସପିଂ ମଲ୍ ଅଛି, ହୋଟେଲ ଅଛି, ଆଉ ଭଲ ଭଲ ସିନେରୀ ଅଛି, ରାସ୍ତାଘାଟ ଅଛି। ବହୁତ କିଛି ବିଷୟ ଏଇ ଜାଗାରେ ଦେଖିବାକୁ ମିଳିଥାଏ। এই ନଦୀକୁ ଉପରୁ ଦେଖିଲେ ତଳକୁ ଏମିତି କିଛି ଦେଖାଯାଏ। ଉପରୁ ତଳକୁ ଏମିତି ଦେଖାଯାଏ। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଜର୍ଦ୍ଦନ ନଦୀ ଏଇଭଳି। ଅନେକ ଲୋକମାନେ ଆସନ୍ତି, ବିଶ୍ୱାସୀମାନେ, ସେମାନେ ନିଜ ନିଜର ପାଳକମାନଙ୍କ ଦ୍ୱାରା ଏହି ଜାଗାରେ ସେମାନେ ବାପ୍ତିସ୍ମ ଗ୍ରହଣ କରିଥାନ୍ତି। ତେବେ ଦେଖନ୍ତୁ, ଦୂରରୁ ଏହି ନଦୀ ଏଇଭଳି ଦୃଶ୍ୟମାନ ହେଇଥାଏ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ମୋତେ କମେଣ୍ଟ କରି ଜଣାଇବେ ଏ ଭିଡ଼ିଓ ଆପଣଙ୍କୁ କିପରି ଲାଗିଲା। ଆଉ ଏଇ ଜର୍ଦ୍ଦନ ନଦୀ ବିଷୟରେ ଭିଡ଼ିଓକୁ ମୁଁ ଆଉ ଥରେ ଅପଲୋଡ଼ କଲି, କାରଣ ପୂର୍ବ ଭିଡ଼ିଓରେ କିଛି ପ୍ରୋବ୍ଲେମ୍ ରହିଯାଇଥିଲା। ସେଥି ନିମନ୍ତେ ପୂର୍ବ ଭିଡ଼ିଓ ମୋତେ ଡିଲିଟ୍ କରିବାକୁ ପଡ଼ିଥିଲା, କାଟିବାକୁ ପଡ଼ିଥିଲା। ଆଉ ସେଥି ନିମନ୍ତେ ଏଇ ଭିଡ଼ିଓ ପୁନର୍ବାର ମୁଁ ଅପଲୋଡ଼ କରିଥିଲି ଏବଂ କିଛି ନୂତନ ବିଷୟ ଏଠାରେ ଆଡ଼ କରାଗଲା, ଯାହାକି ଆପଣ ନିଜ ଆଖିରେ ଦେଖିଲେ। ତେବେ ଏହି ଭିଡ଼ିଓକୁ ଆପଣ ଅନ୍ୟମାନଙ୍କ ସହିତ ମଧ୍ୟ ସେୟାର କରନ୍ତୁ, ଯେପରି ଅନ୍ୟମାନେ ମଧ୍ୟ ଯେପରି ଏହି ପବିତ୍ର ସ୍ଥାନକୁ ଦେଖିବା ନିମନ୍ତେ ସୁଯୋଗ ପାଆନ୍ତି। ସେଥି ନିମନ୍ତେ ଏ ଭିଡ଼ିଓକୁ ଆପଣ ସେୟାର କରନ୍ତୁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ଆଗାମୀ ଭିଡ଼ିଓରେ ମଧ୍ୟ ମୁଁ ଆପଣଙ୍କ ନିମନ୍ତେ
ଆଉ ଏକ ବାଇବେଲର ଐତିହାସିକ ଜାଗା ବିଷୟରେ ମୁଁ ଭିଡ଼ିଓ ନେଇକି ଆସିବି ଆପଣଙ୍କ ନିମନ୍ତେ। କିନ୍ତୁ ବର୍ତ୍ତମାନ ମୁଁ ଏଇଠାରେ ବିଦାୟ ନେଉଛି। ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର।